ସମସ୍ତଙ୍କୁ ଆଜିର ଆଉ ଏକ ମିନି ବ୍ଲଗକୁ ସ୍ୱାଗତ ଜଣାଉଛି ମୁଁ ଜୀବନ। ସକାଳେ ଆଜି ମୋର ପ୍ରି ୱାର୍କଆଉଟ୍ ମିଲ୍ କମ୍ପ୍ଲିଟ୍ କରି ବାହାରିଥିଲି ଜିମ୍। ଲେଗ୍ ଡେରେ ପ୍ରତ୍ୟେକ ଏକ୍ସରସାଇଜ୍ର 3ଟି ଲେଖାଏଁ ସେଟ୍ 15 ରେପ୍ସର କରିଥିଲି। ରୁମ୍ରେ ପହଞ୍ଚି ରୋଷେଇ ସାରିବା ପରେ ବ୍ରେକଫାଷ୍ଟ କରିଥିଲି, ଯେଉଁଥିରେ ଥିଲା ଚୁଡ଼ା ସନ୍ତୁଳା ସହ ଅଣ୍ଡା ଭୁର୍ଜି। ସ୍କୁଲରୁ ଆଜି ଫେରିବା ପରେ ସାର୍ଟ ଆଇରନ୍ କରି ପଟାପଟ ରେଡ଼ି ହୋଇ ବାହାରିଥିଲି ଏକ ମ୍ୟାରେଜ୍ ପାର୍ଟି ଆଟେଣ୍ଡ କରିବା ପାଇଁ। କିଛି ସମୟର ବ୍ୟବଧାନ ପରେ ଗାଡ଼ିରେ ବସି ଆରମ୍ଭ କରିଥିଲି ଆଜିର ଯାତ୍ରା, ଯେଉଁଥିରେ ଆଜି ମୋ ସହ ଥିଲେ ପ୍ରଦୀପ ସାର୍, ବବିତା ମ୍ୟାଡ଼ାମ୍, ଭୁବନେଶ୍ୱରୀ ମ୍ୟାଡ଼ାମ୍ ଓ ରୋନି। ଘାଟି ଉପରେ ଏକ ଦୁର୍ଘଟଣା ପାଇଁ ଆମକୁ ପ୍ରାୟ 30 ମିନିଟ୍ ଅଟକିବାକୁ ପଡ଼ିଥିଲା। ପରେ ନୀଳଗିରିଠାରେ ଜଗନ୍ନାଥଙ୍କ ଦର୍ଶନ ସାରି ପହଞ୍ଚିଥିଲୁ ଆମର ଡେଷ୍ଟିନେସନ୍ ବାଲେଶ୍ୱରରେ। ପ୍ରଜ୍ଞା ମ୍ୟାଡ଼ାମକୁ ଦେଖି ମ୍ୟାଡ଼ାମ୍ ମାନେ ଆମର ପୁରା ଖୁସି। କିଛିଟା ଗ୍ରୁପ୍ ଫଟୋ ଉଠାଇବା ପରେ ସିଧା ପହଞ୍ଚିଥିଲି ଖାଇବା ପାଖରେ। ଶେଷରେ ରସମଲେଇ ଖାଇଥିଲୁ। ଟାଉନରେ ଏବେ ବାହାଘର ପ୍ରସେସନ୍ ପାଇଁ ରୋଡ଼ ଏତେ ଜାମ୍ ଯେ କ'ଣ ଆଉ କହିବି। ପାଖାପାଖି 3 ଘଣ୍ଟାର ବ୍ୟବଧାନ ପରେ ପହଞ୍ଚିଥିଲି ରୁମ୍ ପାଖରେ। ନିଦରେ ଆଖି ମୋର ପୁରା ବୁଜି ଯାଉଥାଏ, କାହିଁକିନା ରୁମ୍ ପହଞ୍ଚିଲା ବେଳକୁ ସମୟ ପ୍ରାୟ 2ଟା। ଆଜିର ବ୍ଲଗ୍ଟିକୁ ଏଇଠି ଶେଷ କଲି।